ଗପଟିର ନାଁ ବଳୁଆ ଲୋକ। ଜଣେ ବଳିଷ୍ଠ ଲୋକ ଆଉ ଜଣେ ବଳିଷ୍ଠ ଲୋକକୁ ସବୁଠାରୁ ବେଶୀ ଘୃଣା କରେ। ସାଧୁସା ଗ୍ରାମର ସବୁଠାରୁ ତାଗଡ଼ା ଓ ଶକ୍ତିଶାଳୀ ଲୋକ। ଯେତେବେଳେ ତା ଭାଇର ବଳଦ ଅସୁସ୍ଥ ହୋଇପଡ଼ିଲା, ସାଧୁସା ଏକାକୀ ତାକୁ ଟେକି ନେଇ ନଦୀ ଆର ପାଖେ ରହୁଥିବା ବୈଦ୍ୟଙ୍କ ପାଖରେ ପହଞ୍ଚିଥିଲା। ବିଚରା ବଳଦ ସାଧୁସାର କାନ୍ଧରେ ବସି ବୋକା ପରି ଏଣେ ତେଣେ ଚାହୁଁଥିଲା। ମୁଁ ହେଉଛି ପୃଥିବୀର ସବୁଠାରୁ ବଳୁଆ ଲୋକ। ସାଧୁସା ତା ପତ୍ନୀ ସେଟୁ ଆଗରେ ବଡ଼ିମା ଦେଖାଇଲା। ସେଟୁର ଶରୀର ଗଢ଼ଣ ଖର୍ବକାୟ ହେଲେ କ'ଣ ହବ? ତାର କଥା ଭାରି ଧାରୁଆ। ସାଧୁସା, 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 ତୁ ଏଇ ଗାଁର ବଳୁଆ ଲୋକ ହେଲେ ହେଇଥିବୁ, କିନ୍ତୁ ସାରା ସଂସାରର ନୁହେଁ। ସାଧୁସା ତା କଥା ଶୁଣି ରାଗିଗଲା। ମୁଁ ସାରା ସଂସାରର ସବୁଠାରୁ ବଳୁଆ ଲୋକ। ମୁଁ ହେଉଛି ମାଲିକ। ସେ ତାର ନିଜ ଛାତିରେ ହାତ ବାଡ଼ାଇ ନିଜର ଶକ୍ତି ପ୍ରଦର୍ଶନ କଲା। ସେଟୁ ତା କାନକୁ ଟାଣି ଦେଇ କହିଲା, ହେ ସାଧୁସା, ହୁଏତ ତୁ ଏଇ ଗାଁର ସବୁଠାରୁ ବଳୁଆ ଲୋକ ହେଇପାରୁ, ହେଲେ ମାଲିକ ଜମା ନୁହଁ। ସାଧୁସାକୁ ସ୍ତ୍ରୀ କଥା ଭାରି ବାଧିଲା। ସେ ଦିନ ବେଳାର ଖାଦ୍ୟ ନ ଖାଇ ଝଡ଼ ପରି ଘରୁ ବାହାରି ଆସିଲା। ସେଟୁ ନିଜ ସ୍ୱାମୀର ପିଲାଳିଆମୀ ବ୍ୟବହାରକୁ ହସରେ ଉଡ଼ାଇ ଦେଲା ଓ ପାଖ ଗାଁରେ ହେଉଥିବା ମେଳା ଦେଖିବାକୁ ବାହାରି ପଡ଼ିଲା। ସେ ରାସ୍ତାରେ ଯାଉ ଯାଉ ତାକୁ ଭାରି ଶୋଷ କଲା। ସେ ଗୋଟିଏ କୂଅ ପାଖରେ ଅଟକି ଗଲା ଓ ପୁଲିରେ ଲାଗିଥିବା ବାଲିଟି ତଳକୁ ଖସାଇ ପାଣି କାଢ଼ି ପିଇବାକୁ ଚେଷ୍ଟା କଲା। କିନ୍ତୁ ନିଜର ସବୁଯାକ ବଳ ଲଗାଇ ଟାଣିଲେ ବି ସେ ପାଣି ବାଲ୍ଟି ଉପରକୁ ଆଣିପାରିଲା ନାହିଁ। ଠିକ୍ ସେତିକା ବେଳକୁ ଜଣେ ମହିଳା ନିଜ କୁନି ପୁଅ ସହିତ ସେଠାରେ ପହଞ୍ଚିଲା। ସେ ସେଟୁର ଶୁଖିଲା ମୁହଁ ଦେଖି ହସି ପକାଇଲା ଓ ତାର ପୁଅକୁ କହିଲା, ଯା, ପାଣି ବାଲ୍ଟିଏ ବାହାରକୁ ନେଇ ଆସିବୁ। ସେଇ କୁନି ପୁଅକୁ ବୟସ 3 ବର୍ଷ ହେବ କି ନାହିଁ। ସେଟୁ ବିସ୍ମିତ ହୋଇ ଚାହିଁଥିବା ସମୟରେ ସେ କୂଅରୁ ପାଣି ବାଲ୍ଟି ଟାଣି ଆଣିଲା, ସତେ ଯେପରି ଗୋଟିଏ ପର ଉପରକୁ ଉଠାଇ ଆଣିଲା। ମହିଳା ଜଣକ ସେଟୁର ମୁହଁର ଆଶ୍ଚର୍ଯ୍ୟ ଭାବ ଲକ୍ଷ୍ୟ କରି ହସି ହସି କହିଲା, ମୋ ସ୍ୱାମୀ ହେଉଛି ମାଲିକ। ସେ ଏହି ସଂସାରର ସବୁଠାରୁ ବଳୁଆ ଲୋକ। ମୋର ପୁଅ ତା ବାପା ପରି ହୋଇଛି। ସେଟୁ ମେଳା କଥା ଭୁଲିଗଲା। ତାପରେ ସେ ଘରକୁ ଦୌଡ଼ିଲା ସେ କଥା ସାଧୁସାକୁ କହିବାକୁ। ସାଧୁସା, ସାଧୁସା, ଏବେ ମୁଁ ଜାଣିପାରିଲି କିଏ ସବୁଠାରୁ ବଳୁଆ ଲୋକ। ସେଟୁ ଧଇଁସଇଁ ହୋଇ ସାଧୁସାକୁ ଏତିକ କହି ପକାଇଲା।